ମାନେ ଆଜି ଆମେ ପଢ଼ିବା ଆମ ନବମ ଶ୍ରେଣୀ ଓଡ଼ିଆ ବ୍ୟାକରଣର ଦ୍ୱିତୀୟ ଅଧ୍ୟାୟ ସନ୍ଧିର ଅଭ୍ୟାସ ପ୍ରଶ୍ନପତ୍ର। ତାହେଲେ 1 ନମ୍ବର ପିଲାମାନେ ଦେଇଛି ସନ୍ଧି କାହାକୁ କୁହନ୍ତି। ତାହେଲେ ପରସ୍ପର ସନ୍ନିହିତ ଦୁଇଟି ପଦର ମିଳନ ଘଟିଲେ ପୂର୍ବ ପଦର ଶେଷ ବର୍ଣ୍ଣ ସହିତ ପରପଦର ପ୍ରଥମ ବର୍ଣ୍ଣର ସଂଯୁକ୍ତିକୁ ସନ୍ଧି କୁହାଯାଏ। ମୁଁ ବିଷୟଟିରେ ବୁଝେଇଥିଲି ହେଲା, ଏଠି ଖାଲି ପ୍ରଶ୍ନ ଉତ୍ତର କରିଚାଲିବା। 2 ନମ୍ବର ସ୍ୱର ସନ୍ଧି କାହାକୁ କୁହନ୍ତି। ପରସ୍ପର ସନ୍ନିହିତ ପୂର୍ବ ପଦର ଶେଷ ସ୍ୱରବର୍ଣ୍ଣ ସହିତ ପରପଦର ପ୍ରଥମ ସ୍ୱରବର୍ଣ୍ଣର ମିଳନକୁ ସ୍ୱର ସନ୍ଧି କୁହନ୍ତି, ଯଥା ଦେବଯୁକ୍ତ ଅସୁର, ଦେବାସୁର। ତାପରେ ପ୍ରଶ୍ନ ନମ୍ବର 3 ବ୍ୟଞ୍ଜନ ସନ୍ଧିର ସଂଜ୍ଞା ଲେଖ। ପିଲାମାନେ ପରସ୍ପର ସନ୍ନିହିତ ପୂର୍ବ ପଦର ଶେଷ ବ୍ୟଞ୍ଜନ ବର୍ଣ୍ଣ ହୋଇଥିଲେ ତାହା ସହିତ ପରପଦର ପ୍ରଥମ ବ୍ୟଞ୍ଜନ ଅଥବା ସ୍ୱରବର୍ଣ୍ଣର ମିଳନକୁ ବ୍ୟଞ୍ଜନ ସନ୍ଧି କୁହାଯାଏ, ଯଥା ସର ଯୁକ୍ତ ଚନ୍ଦ୍ର କ'ଣ ହେଲା, ସର ଚନ୍ଦ୍ର। 4 ନମ୍ବର ପିଲାମାନେ ବିସର୍ଗ ସନ୍ଧିର ଲକ୍ଷଣ କ'ଣ। ପିଲାମାନେ ପୂର୍ବ ପଦର ଶେଷରେ ଥିବା ବିସର୍ଗ ସହ ପରପଦର ପ୍ରଥମ ସ୍ୱର ଅଥବା ବ୍ୟଞ୍ଜନ ବର୍ଣ୍ଣର ମିଳନ ଘଟିଲେ ତାହାକୁ ବିସର୍ଗ ସନ୍ଧି କୁହାଯାଏ, ଯଥା ମନଃ ଯୁକ୍ତ ଯୋଗ ମନୋଯୋଗ, ନିଃ ଯୁକ୍ତ ରସ ନିରସ। ତାପରେ 5 ନମ୍ବର ପିଲାମାନେ ଆମକୁ ଦେଇଛି ଆମ ଭାଷାରେ କେତେ ପ୍ରକାର ସନ୍ଧି ରହିଛି ତାହା କ'ଣ କ'ଣ। ଆମ ଭାଷାରେ 3 ପ୍ରକାର ସନ୍ଧି ରହିଛି, ଯଥା ସ୍ୱର ସନ୍ଧି, ବ୍ୟଞ୍ଜନ ସନ୍ଧି ଓ ବିସର୍ଗ ସନ୍ଧି। ତାପରେ 6 ନମ୍ବର ପିଲାମାନେ ଯିବା ସ୍ୱର ଓ ବ୍ୟଞ୍ଜନ ସନ୍ଧିରେ କେଉଁ ବର୍ଷ ଗୁରୁତ୍ୱ ପାଏ। ସ୍ୱର ସନ୍ଧିରେ ସ୍ୱରବର୍ଣ୍ଣ ଏବଂ ବ୍ୟଞ୍ଜନ ସନ୍ଧିରେ ବ୍ୟଞ୍ଜନ ହେଲା ଯୁକ୍ତ ବ୍ୟଞ୍ଜନ ଓ ବ୍ୟଞ୍ଜନ ପ୍ଲସ ସ୍ୱର ବର୍ଷ ଗୁରୁତ୍ୱ ପାଏ। 7 ନମ୍ବର ପିଲାମାନେ ବିସର୍ଗ ସନ୍ଧିରେ 5ର ବିକଳ୍ପ ବର୍ଷ କ'ଣ। ବିସର୍ଗ ସନ୍ଧିରେ 5ର ବିକଳ୍ପ ବର୍ଷ ହେଉଛି ସ ରେ ହଳନ୍ତ ଏବଂ ର ରେ ହଳନ୍ତ ର। କ୍ୱେଶ୍ଚିନ୍ ନମ୍ବର 8 ପ୍ରଶ୍ନ ନମ୍ବର 8 କ'ଣ ଦେଲା ଆମକୁ, ବିସର୍ଗ ସନ୍ଧିରେ 5ଟିର ର ବର୍ଷଟି କେଉଁ ବର୍ଷରେ କିପରି ଯୋଗ ହୁଏ। ସେ ହେଲା ପରବର୍ତ୍ତୀ ବର୍ଷରେ ରଟି ରେଫ ଆକାରରେ ଯୋଗ ହୁଏ। ତାପରେ 9 ନମ୍ବର କ୍ୱେଶ୍ଚିନ୍ ପିଲାମାନେ କେଉଁ ସନ୍ଧିରେ କ'ଣ ମିଶି ଅବ୍ ଯୁକ୍ତ ଅୟ ହୁଅନ୍ତି। ତାହେଲେ ସ୍ୱର ସନ୍ଧିରେ ଓ ଅ ମିଶି ଅବ୍ ଏବଂ ଏ ଯୁକ୍ତ ଅ ମିଶି ଅୟ ହୁଅନ୍ତି, ଯଥା ପୋ ଯୁକ୍ତ ଅନ ହେଲା ପବନ ଏବଂ ନୋ ଯୁକ୍ତ ଅନ ହେଲା ନୟନ। ତାପରେ ବିରେ ଦେଲା ଆମକୁ ଅ ବା ଆ ପରେ ଅ ବା ଆ ଥିଲେ ଦୁହେଁ ମିଶି କ'ଣ ହୁଅନ୍ତି, ଦୁହେଁ ମିଶି ଆ ହୁଅନ୍ତି। ତାପରେ ପ୍ରଶ୍ନ ନମ୍ବର 2 ସୁଧାକାର ଶବ୍ଦଟି ସନ୍ଧି ବିଚ୍ଛେଦ କଲେ ସୁଧା ଯୁକ୍ତ ଆକାର ହବ। ହର୍ଷେଇ ବା ଦୀର୍ଘଇ ପରେ ହର୍ଷେଇ ବା ଦୀର୍ଘଇ ଥିଲେ ଦୁହେଁ ମିଶି ଦୀର୍ଘଇ ହୁଅନ୍ତି। 4 ନମ୍ବର ପିଲାମାନେ ପରୀକ୍ଷା ଶବ୍ଦଟିର ଠିକ ସନ୍ଧି ବିଚ୍ଛେଦ କଲେ ହବ ପରିଯୁକ୍ତ ଇଚ୍ଛା। 5 ନମ୍ବର ପିଲାମାନେ ସାଧୁ ଯୁକ୍ତ ଉଦ୍ୟମ ସନ୍ଧି କଲେ କ'ଣ ହବ, ସାଧୁଦ୍ୟମ। ତାପରେ 6 ନମ୍ବର ଭୃକ ଶବ୍ଦଟିର ଶୁଦ୍ଧ ସନ୍ଧି ବିଚ୍ଛେଦ ଲେଖ, ଭୂ ଯୁକ୍ତ ଊର୍ଧ୍ୱ। ତାପରେ 7 ନମ୍ବର ପିଲାମାନେ ଦେଖିବା ଅ ବା ଆ ପରେ ହର୍ଷେଇ ବା ଦୀର୍ଘଇ ଥିଲେ ଦୁହେଁ ମିଶି ଏ ହୁଅନ୍ତି ହେଲା। ମହେନ୍ଦ୍ର ଶବ୍ଦର ସନ୍ଧି ବିଚ୍ଛେଦ ହେଲା ମହାଯୁକ୍ତ ଇନ୍ଦ୍ର। ତାପରେ 9 ନମ୍ବର ପିଲାମାନେ ଅ ବା ଆ ପରେ ଉ ବା ଉ ଥିଲେ ଦୁହେଁ ମିଶି କ'ଣ ହୁଅନ୍ତି, ଦୁହେଁ ମିଶି ଓ ହୁଅନ୍ତି। 10 ନମ୍ବର ନବୋଡ଼ା ସନ୍ଧି ବିଚ୍ଛେଦ କଲେ ନବ ଯୁକ୍ତ ଉଡ଼ା। ତାପରେ 11 ନମ୍ବର ପ୍ରଶ୍ନ ପିଲାମାନେ କମ୍ବଳାସନକୁ ସନ୍ଧି ବିଚ୍ଛେଦ କଲେ କ'ଣ ହବ, କମ୍ବଳ ଯୁକ୍ତ ଆସନ। ତାପରେ 12 ନମ୍ବର ପ୍ରଶ୍ନ ପୁରୁଷ ଯୁକ୍ତ ଉତ୍ତମ ସନ୍ଧି କଲେ କ'ଣ ହବ, ପୁରୁଷୋତ୍ତମ। ତାପରେ 13 ନମ୍ବର ପ୍ରଶ୍ନ ପିଲାମାନେ ଜୈନିକ ଶବ୍ଦର ସନ୍ଧି ବିଚ୍ଛେଦ କଲେ କ'ଣ ହବ, ଜନ ଯୁକ୍ତ ଏକ। 14 ନମ୍ବର ପ୍ରଶ୍ନ ଶିରଃ ଯୁକ୍ତ ଛେଦ ସନ୍ଧି କଲେ କ'ଣ ହବ, ଶିରଚ୍ଛେଦ। ଦିକ୍ ଯୁକ୍ତ ଆନ୍ତ ହବ ଦିଗନ୍ତ। ତାପରେ ଆମେ ଶୂନ୍ୟ ସ୍ଥାନ ପୂରଣ କରିବା। ତ ବା ଦ ପରେ ହ ଥିଲେ ଦୁହେଁ ମିଶି ଡ୍ୟାସ୍ ହୁଅନ୍ତି, ଦୁହେଁ ମିଶି ଧ ହୁଅନ୍ତି। ତଦ୍ ଯୁକ୍ତ ହିତ ଇଜ୍ ଇକ୍ୱାଲ୍ ଟୁ ତଦ୍ଧିତ। 3 ନମ୍ବର ପିଲାମାନେ ତ ବା ଦ ପରେ ଥିଲେ
ତ ବା ଦ ଡ୍ୟାସ୍ ମିଶି ଲ ହୁଅନ୍ତି ସେ ଳରେ ହଳନ୍ତ ହେଲା। ତ ଯୁକ୍ତ ଲେଖ ସନ୍ଧି କଲେ ଉଲ୍ଲେଖ। ପିଲାଟା ଆମର ସନ୍ଧି ବିଷୟ ସବୁ ତ ଆମର ସନ୍ଧି ହିଁ ସେଇଥିପାଇଁ ଦେଇଛି ହେଲା। ବ୍ରାହ୍ମଣ୍ୟ ସନ୍ଧି ବିଚ୍ଛେଦ କଲେ ବାକ୍ ଯୁକ୍ତ ମୟ। ସସ୍ ଯୁକ୍ତ ଥ ହେଲା ଷଷ୍ଠ। ତାପରେ 7 ନମ୍ବର ପିଲାମାନେ ଆମକୁ ଦେଇଛି ର ଓ ସ ଡ୍ୟାସର ଗୋଟିଏ ରୂପ ସେଟା ବିସର୍ଗର ଗୋଟିଏ ରୂପ। 8 ନମ୍ବର ପିଲାମାନେ ପୂର୍ବ ପଦର ଶେଷରେ ଥିବା ବିସର୍ଗର ପରପଦର ପ୍ରଥମରେ ଥିବା ସ୍ୱର ବା ବ୍ୟଞ୍ଜନ ବର୍ଣ୍ଣ ସହିତ ମିଳନ ଡ୍ୟାସ ସନ୍ଧି ହୁଏ ସେଟା ବିସର୍ଗ ସନ୍ଧି ହୁଏ। 9 ନମ୍ବର ବିସର୍ଗ ପରେ ଚ ବା ଛ ଥିଲେ ବିସର୍ଗ ସ୍ଥାନରେ ଡ୍ୟାସ ହୁଏ ସେଟା ସ ହୁଏ ସରେ ହଳନ୍ତ। ତାପରେ 10 ନମ୍ବର ପିଲାମାନେ ଆମକୁ ଦେଇଛି ନିଃ ଯୁକ୍ତ ଚୟ ନିଶ୍ଚୟ ଗୋ ଯୁକ୍ତ ଅକ୍ଷ ଗବାକ୍ଷ। 12 ନମ୍ବର ପିଲାମାନେ ପରସ୍ପର ସନ୍ନିହିତ ପୂର୍ବପଦର ଶେଷ ବ୍ୟଞ୍ଜନ ବର୍ଣ୍ଣ ସହିତ ପରପଦର ପ୍ରଥମ ବ୍ୟଞ୍ଜନ ବା ସ୍ୱର ବର୍ଣ୍ଣର ମିଳନକୁ ଡ୍ୟାସ ସନ୍ଧି କୁହାଯାଏ ସେଟା ବ୍ୟଞ୍ଜନ ସନ୍ଧି କୁହାଯାଏ। ତାପରେ 13 ନମ୍ବର ପିଲାମାନେ କ'ଣ ଦେଇଛି ବାଗାଡମ୍ବର ସନ୍ଧି ବିଚ୍ଛେଦ କଲେ ବାଗ୍ ଯୁକ୍ତ ଆଡମ୍ବର। ତାପରେ 14 ନମ୍ବର ନିଚ୍ ଯୁକ୍ତ ଅନ୍ତ ସନ୍ଧି ବିଚ୍ଛେଦ କଲେ ନିଜନ୍ତ। ତାପରେ 15 ନମ୍ବର ପିଲାମାନେ ଦେଖିବା ତ ବା ଦ ପରେ ଚ ବା ଛ ଥିଲେ ତ ବା ଦ ସ୍ଥାନରେ ଡ୍ୟାସ ହେଲା ଚରେ ହଳଞ୍ଚ। ତାପରେ ପିଲାମାନେ ନିର୍ଦ୍ଦେଶ ଅନୁସାରେ ଆମେ ଉତ୍ତର ଦବା ହେଲା। ଦେଇଛି ସନ୍ଧି ବିଚ୍ଛେଦ କର ଆକୁ ଆମେ ସନ୍ଧି ବିଚ୍ଛେଦ କରିବା ତାହେଲେ କର। ଦେବର୍ଷି କ'ଣ ଦେବଯୁକ୍ତ ଋଷି। ସଦାଚାର ସଯୁକ୍ତ ଆଚାର। ସୂଚ୍ୟଗ୍ର ସୂଚିଯୁକ୍ତ ଅଗ୍ର। ସ୍ୱାଗତ ସୁଯୁକ୍ତ ଅଗତ। ଗାୟକ ଗଇଯୁକ୍ତ ଅକ। ଉଜ୍ଜ୍ୱଳ ଉଯୁକ୍ତ ଜ୍ୱଳ। ଜଗନ୍ନାଥ ଜଗଯୁକ୍ତ ନାଥ। ଶିଷ୍ଟ ଶିଯୁକ୍ତ ତ। ସେମିତି ଧନୁଷ୍ଟଙ୍କାର ଧନୁ ଯୁକ୍ତ ଟଙ୍କାର। ମନୋବାଞ୍ଛା ମନଃ ଯୁକ୍ତ ବାଞ୍ଛା। ସ୍ୱର୍ଗତ ସ୍ୱଃ ଯୁକ୍ତ ଗତ। ନିର୍ଦ୍ଦେଶ ନିଃ ଯୁକ୍ତ ଦେଶ। ତାପର ପ୍ରଶ୍ନ ମଧ୍ୟ କ'ଣ ସନ୍ଧି ବିଚ୍ଛେଦ। ତାହେଲେ ପ୍ରତିଯୁକ୍ତ ଅହ ହେଲା ପ୍ରତ୍ୟୟ। ସମ୍ ଯୁକ୍ତ ହତ ସଂହତ। ମହାଯୁକ୍ତ ଉଦଧୁ ମହୋଦଧୁ। ଉତ୍ ଯୁକ୍ତ ଛେଦ ଉଚ୍ଛେଦ। ରାଜା ଯୁକ୍ତ ଋଷି ରାଜସି। ଉତ୍ ଯୁକ୍ତ ହାର ଉଦ୍ଧାର। ଦିକ୍ ଯୁକ୍ତ ଅନ୍ତ ଦିଗନ୍ତ। ଧନୁ ଯୁକ୍ତ ପାଣି ଧନୁଷ୍ପାଣି। ଅନୁଯୁକ୍ତ ଏଷଣ ଅନ୍ୱେଷଣ। ତତଃ ଯୁକ୍ତ ଅଧ୍ୱକ ତତୋକ୍ତ। ତାପରେ ପିଲାମାନେ ଦେଲା ମୁହ ଯୁକ୍ତ ମୁହ ମୁହର୍ମୁହ। ତାପରେ ଦେଇ 4ଟି ବିକଳ୍ପ ମଧ୍ୟରୁ ଠିକ ଉତ୍ତରଟିକୁ ଆମେ ବାଛିବା। ଅ ବା ଆ ପରେ ଅ ବା ଆ ଥିଲେ ଦୁହେଁ ମିଶି କ'ଣ ହୁଅନ୍ତି ଦୁହେଁ ମିଶି ଆ ହୁଅନ୍ତି। ତାପରେ ଦେଲା 4ଟି ବିକଳ୍ପ ମଧ୍ୟରୁ ଠିକ ଉତ୍ତରଟି ବାଛିକି ଲେଖିବା। ଏଇଟା ଗଲା। ତାପରେ 2 ନମ୍ବର ଦେଖିବା ଦେଇଛି ସୁଧାକର ଶବ୍ଦଟିର ସନ୍ଧି ବିଚ୍ଛେଦ କଲେ ହବ ସୁଧା ଯୁକ୍ତ ଆକାର। 3 ନମ୍ବର ପ୍ରଶ୍ନ ହର୍ଷେଇ ବା ଦୀର୍ଘଇ ପରେ ହର୍ଷେଇ ବା ଦୀର୍ଘଇ ଦୁହେଁ ମିଶି କ'ଣ ହୁଅନ୍ତି ସେଟା ଦୀର୍ଘଇ ହୁଅନ୍ତି। ତାପରେ 4 ନମ୍ବର ପରୀକ୍ଷା ଶବ୍ଦଟିର ଠିକ ସନ୍ଧିଟି ବାଛ ଲୁକ ପରିଯୁକ୍ତ ଇକ୍ଷା ହର୍ଷେଇ ପିଲାମାନେ ହେଲା ଏଟା ଦୀର୍ଘଇ ପରିଯୁକ୍ତ ଇକ୍ଷା। ତାପରେ 5 ନମ୍ବର ପିଲାମାନେ ଦେଇଛି ସାଧୁ ଯୁକ୍ତ ଉଦ୍ୟମ ହେଲା ସାଧୁ ଉଦ୍ୟମ ସ୍ପେଲିଂ ଦେଖ ଠିକରେ। 6 ନମ୍ବର ପ୍ରଶ୍ନ ପିଲାମାନେ ଭୂର୍ବ ଶବ୍ଦଟିର ଶୁଦ୍ଧ ସନ୍ଧି ବିଚ୍ଛେଦଟି ବାଛ ଭୂ ଯୁକ୍ତ ଊର୍ଧ୍ୱ। ତାପରେ 7 ନମ୍ବର ପିଲାମାନେ ଅ ବା ଆ ପରେ ହର୍ଷେଇ ବା ଦୀର୍ଘଇ ଥିଲେ ଦୁହେଁ ମିଶି କ'ଣ ହୁଅନ୍ତି ଦୁହେଁ ମିଶି ଏ ହୁଅନ୍ତି। ତାପରେ 8 ନମ୍ବର ପିଲାମାନେ ମହେନ୍ଦ୍ର ଶବ୍ଦର ସନ୍ଧି ବିଚ୍ଛେଦ କର ମହାଯୁକ୍ତ ଇନ୍ଦ୍ର ହେଲା ମହେନ୍ଦ୍ର। 9 ନମ୍ବର ପ୍ରଶ୍ନ ଅ ବା ଆ ପରେ ଉ ବା ଉ ଥିଲେ ଦୁହେଁ ମିଶି କ'ଣ ହୁଅନ୍ତି ଦୁହେଁ ମିଶି ଓ ହୁଅନ୍ତି। ତାପରେ 10 ନମ୍ବର ପ୍ରଶ୍ନ ପିଲାମାନେ ନବୋଡ଼ା ସନ୍ଧି ବିଚ୍ଛେଦ କଲେ ନବ ଯୁକ୍ତ ଉଡ଼ା। ତାପରେ 11 ନମ୍ବର ପ୍ରଶ୍ନ ପିଲାମାନେ ନିମ୍ନୋକ୍ତ ମଧ୍ୟରୁ କିଏ ଏକ ସ୍ୱର ସନ୍ଧି ସେଟା କମ୍ବଳ ଯୁକ୍ତ ଆସନ ଅପସନ ଏ ବୁଝିହେଲା। 12 ନମ୍ବର ପ୍ରଶ୍ନ ପୁରୁଷ ଯୁକ୍ତ ଉତ୍ତମ ସନ୍ଧି ବିଚ୍ଛେଦ କଲେ ପୁରୁଷୋତ୍ତମ। ତାପରେ 13 ନମ୍ବର ଜନିକ କହିଥିଲେ ଜନ ଯୁକ୍ତ ଏକ।
14 नंबर सेमिति निम्न प्रदत्त शब्द मान किए एक स्वर संधि नुहे से दिगंत। 15 नंबर प्रश्न निम्नोक्त मध्य ठीक शब्दटीए किए है यहाँ शिरच्छेद ऑप्शन सी। तापर 16 नंबर प्रश्न हरि जणे लोभशून्य मनीष रेखांकित पदस्थान रे समान अर्थबोधक विसर्ग संधि जनित पद कौन हम से निर्लोभ। लोभशून्य माने निर्लोभ है जार लोभ नाही। तापर 17 नंबर निम्नोक्त मध्य किए स्वर्गतर संधि विच्छेद रूप से स्व युक्त गत ऑप्शन सी। 18 नंबर प्रश्न परपर सन्निहित पूर्व पदर शेष वर्ण और परपदर प्रथम पदर मिलन को कौन कहती संधि बोली कहती। 19 नंबर प्रश्न संधि केते प्रकार संधि होची 3 प्रकार। 20 नंबर प्रश्न स्वरवर्ण सह स्वरवर्णर मिलन को की संधि कह जाए से स्वर संधि कह जाए।